ଆପଣମାନଙ୍କ ମଧ୍ୟରୁ ବହୁତ ଜଣ କମେଣ୍ଟରେ ଜଣେଇଥିଲେ କି କ୍ରିଷ୍ଣାକୁ ଡାନ୍ସ କ୍ଲାସ୍ରେ ଛାଡ଼ିବା ପାଇଁ, ତାକୁ ଡାନ୍ସ ଶିଖେଇବା ପାଇଁ। ତ ଏଇଠି ଆପଣମାନଙ୍କ କଥା ରଖି ଆଉ ମୋର ବି ଇଚ୍ଛା ଥିଲା, ତ ତାକୁ ମୁଁ ଡାନ୍ସ କ୍ଲାସ୍ରେ ଜଏନ୍ କରେଇ ଦେଇଥିଲି। ତାକୁ ସେ ତାର ଡାନ୍ସ କ୍ଲାସ୍ରେ ଛାଡ଼ିକି ଆସିବା ପରେ ଭାଇ ଆଉ ମୁଁ ଟିକେ ସମୟ ତାକୁ ୱେଟ୍ କରିଥିଲୁ। ତ ସେତିକି ଭିତରେ ମୁଁ ଦେଖୁଥିଲି ଏଇଠି ଇୟର୍ ରିଙ୍ଗସ୍ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ସବୁ ଇୟର୍ ରିଙ୍ଗସ୍ ଥିଲା। ଜମା 30 ରୁପିସ୍, ଗୋଟେକୁ 30 ରୁପିସ୍। ଭଲ ହେଇଛି ନା? ମୋତେ ବି ଭଲ ଲାଗିଥିଲା, କିନ୍ତୁ ମୁଁ ଏସବୁ ଆଣିନଥିଲି। ମୁଁ ଆଣିଥିଲି ଛୋଟ ଛୋଟ ଦୁଇଟା ଟପ୍। ତା ସହିତ ପାଖରେ ଥିଲା ସ୍ନାକ୍ସ ଦୋକାନ, ତ ସେଇଠି ଆମେ ଖାଇଥିଲୁ କିଛିଟା ଜିନିଷ। ତା ଭିତରେ ଗୋଟେ ଜିନିଷ ଆପଣମାନଙ୍କୁ ଦେଖୁଛି ଯେଉଁଟାକି ମୋର ଫେଭରେଟ୍ ଚାଉମିନ୍। ବହୁତ ଟେଷ୍ଟ ଥିଲା, ଆଉ ଦେଖିପାରୁଥିବେ ଦେଖା ବି ଯାଉଥିଲା ବହୁତ ବଢ଼ିଆ। ତ ସେସବୁ ଖାଇବା ପରେ ପୁଣି ପଳେଇ ଆସିଲୁ ଆମେ ବେକରୀ ସପ୍କୁ, ଯେଉଁଠିକି ଆମେ ଖାଇଥିଲୁ କ'ଣ ଖାଇଥିଲୁ ଚାଲନ୍ତୁ ଭିତରକୁ ଚାଲନ୍ତୁ ତାପରେ ଦେଖିବେ। ଆଚ୍ଛା, ଗାଡ଼ିଟା ଯଦି ଆପଣ ଠିକ୍ ଜାଗାରେ ରଖିକି ନ ଯିବେ କ'ଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଦେଖନ୍ତୁ। ଭାଇକି ଦେଖିପାରୁଥିବେ ଗାଡ଼ି ରାସ୍ତା ମଝିରେ ଥୋଇ ଦେଇକି ପଳେଇ ଆସିଲା, ତ ପୁଣି ଯିବାକୁ ପଡ଼ିଲା ଗାଡ଼ି ସାଇଡ଼୍ କରିକି ପୁଣି ଆସିଲା ଭିତରକୁ। ତ ଏଇଠି ଆମେ ନେଇଥିଲୁ କ୍ରିଷ୍ଣା ପାଇଁ ପେଷ୍ଟ୍ରି, ତାକୁ ବହୁତ ପସନ୍ଦ। ତ ଏଇଠି ତା ପାଇଁ ପେଷ୍ଟ୍ରି ନେବା ସହିତ ଆମେ କିଛିଟା ପୁରୁଣା ସ୍ମୃତିକୁ ମନେ ପକାଇଥିଲୁ। ଭାଇ ଆଉ ମୁଁ ଦେଖିପାରୁଥିବେ ଏଇଠି ଯିଏ ସପ୍ର ଓନର୍ ଥିଲେ ସେଇଠି କଥା ହେଉଥିଲେ ଆମ ସହିତ। ମୁଁ କହୁଥିଲି ଆମେ କଲେଜ ଟାଇମ୍ରେ ଏପଟେ ଆସୁଥିଲୁ, ବହୁତ ଖାଉଥିଲୁ। ଏଇଟା କେଉଁ ଛକ କୁହନ୍ତୁ? ଦେଉଳ ସାହି ଛକ। ଦେଉଳ ସାହି ଛକରେ ଏଇ ବେକରୀ ସପ୍ ଅଛି। ତ ସେଇଠୁ ଆମେ ନେଇକରି ଘରକୁ ଫେରିଥିଲୁ। ଘରକୁ ଫେରି ନଥିଲୁ, ପୁଣି ଖାଇବାକୁ ଯାଇଥିଲୁ ଆଉ ଗୋଟେ ଜାଗାକୁ। ତ ଆଉ ଗୋଟେ କୋଉଠି ଯାଇଥିଲୁ ଆମେ, ଆସନ୍ତୁ ଆଗକୁ ଦେଖିବା। ଆଚ୍ଛା, ଭିଡ଼ିଓ ଭଲ ଲାଗୁଥିଲେ ଫଲୋ, ଲାଇକ୍, ସେୟାର ଆଉ କମେଣ୍ଟ କରିକି ଯିବେ। ବେଶୀ ଭଲ ଲାଗୁଥିଲେ ସବସ୍କ୍ରାଇବ୍ କରିବେ ମୋତେ। ତ ଏଇଠି ବାହାରକୁ ଆସିକି ଭାଇ ଗାଡ଼ି ନେଇ ଆସିଲା। ଭାଇର ମୋର ଗାଡ଼ିରେ ବସିକି ପୁଣି ଷ୍ଟାର୍ଟ ହେଇଯାଇଥିଲୁ ଯିବା ପାଇଁ। କୁଆଡ଼େ? ଆସନ୍ତୁ ଯିବା ଭଗବାନ ସାହୁଙ୍କର, ଯେଉଁଟାକି କଟକ ଫେମସ୍ ମିଠା ଦୋକାନ, ଭଗବାନ ସାହୁଙ୍କର ମିଠା ଦୋକାନକୁ। ତ ସେଠି ପହଞ୍ଚିବା ପରେ ଆମକୁ ବହୁତ ଦୁଃଖର ସହିତ ଜଣାଇବାକୁ ପଡ଼ୁଛି ଯେ ସେଠି ସୁଗର ଫ୍ରି ମିଠା ନଥିଲା, ସରିଯାଇଥିଲା। ତ ଆମେ ନେକ୍ସଟ ଡେ ପାଇଁକି ଅର୍ଡ଼ର ଦେଇକି ପଳେଇ ଆସିଲୁ। ତାପରେ ବି ଛାଡ଼ି ନଥିଲୁ, ସୁଗର ଫ୍ରି ନଥିଲେ କ'ଣ ହେଲା, ଆମେ ନର୍ମାଲ ଯେଉଁ ଚିନିବାଲା ମିଠା ଥାଏ ସେଥିରୁ ବି ନେଇ ଆସିଲୁ ଗୁଲାବ ଜାମୁନ କ୍ରିଷ୍ଣା ପାଇଁକି। କ୍ରିଷ୍ଣା ଭଲ ପାଏ ମିଠା, ତ ଭଲ ଦୋକାନ ଦେଖି ନେଇକି ଆସିଲୁ। ତା ପାଇଁ ଜଲେବି ବି ନେଇକି ଆସିଲୁ। ଘରେ ଆସିକି ଡିନର ପରେ ଖିଆ ହେଇଥିଲା ମିଠା। ଆଚ୍ଛା, କୁହନ୍ତି ଡିନର ପରେ ମିଠା ଖାଇବାଟା ବହୁତ ଭଲ। ଏଇଠି କ୍ରିଷ୍ଣାକୁ ତାକୁ ଉଠେଇଥିଲୁ ତା ଡାନ୍ସ କ୍ଲାସ୍ରୁ। ତ ତାକୁ ଡାନ୍ସ କ୍ଲାସ୍ରୁ ଆଣିବା ପରେ ଫେରିଥିଲୁ ଘରକୁ। ରାସ୍ତାରେ ଦେଖିପାରୁଥିବେ କେତେ ସୁନ୍ଦର ପ୍ରସେସନ୍ ଯାଉଛି। କ'ଣ ଯାଉଥିଲା? ଜଣଙ୍କର ବାହାଘର ହେଇଥିଲା, ଜଣେ ଭାଇଙ୍କର। ତ ଏଇଠି ପ୍ରସେସନ୍, ବହୁତ ସୁନ୍ଦର ପ୍ରସେସନ୍ ନେଇଥିଲେ। ଦେଖିପାରୁଥିବେ ଭାଇ ଏଇଠି ବର ବେଶରେ କେତେ ସୁନ୍ଦର ଦେଖାଯାଉଛନ୍ତି ଦେଖନ୍ତୁ। ମାନେ କୁହନ୍ତି ନା, ଜୀବନର ସବୁଠୁ ବଡ଼ ଦିନ ଏଇଟା ସମସ୍ତଙ୍କ ପାଇଁ। ଗୋଟେ ପୁଅ ହେଉ କି ଗୋଟେ ଝିଅ ହେଉ, ସବୁଠୁ ବଡ଼ ଦିନ ହେଇଥାଏ ଏଇଟା ତାଙ୍କ ଜୀବନର, ଯେଉଁଟାକି ତାଙ୍କର ବାହାଘର ଦିନ, ଠିକ୍ ନା? ବିଗ୍ ଡେ। ତ ଘରକୁ ଫେରିବା ପରେ କ୍ରିଷ୍ଣା ପାଇଁ ମୁଁ ଆଣିଥିଲି ତାର ରିପବ୍ଲିକ୍ ଡେ ପାଇଁକି ଡ୍ରେସ୍, ସେଇଟା ସିଲେଇ କରିଥିଲି। ତାପରେ ଖିଆ ହେଇଥିଲା ଡିନର, ବଢ଼ିଆ ଟେଷ୍ଟି ଆଉ ହେଲ୍ଦି ଡିନର। ରହିଲେ ବ୍ଲଗ୍ଟିକୁ ଏଇଠି ଶେଷ କରୁଛି। ଭଲ ଲାଗିଥିଲେ ଫଲୋ କରିକି ଯିବେ। ଜୟ ଜଗନ୍ନାଥ।